हेलो फ्रेंड। तंबा पितल बासन पूजा बासन माजिया को बड़ कष्ट लगे ना, घषिया को पड़े जोरे। आम माँ आई एम तो बढ़िया से पाउंसरे तेंतुली देकर घषि देकर माजुले कि पूरा सफा चिकचिक जाऊला कि टाइम लगुला। किंतु आम मान को कौन दरकार, इंस्टांट सांगे सांगे सफा हवा दरकार। घषिया तो अलसुआ घषिकी तो सफा कर मान जोटा कि इजिली हो फटाफट हो। ସେଇଥିପାଇଁ ଏଇଟା ମୁଁ ମଗେଇଥିଲି ଭିଡ଼ିଓ ଦେଖିକିରି ସମସ୍ତଙ୍କର, ତ ଚାଲ ମୁଁ ବି ଏଇଟା ମଗାଏ। ଆଉ ସ୍କ୍ରବର ଆଣିଥିଲି କିନ୍ତୁ ସ୍କ୍ରବର କିଛି କାମ ବି ନାହିଁ ସେଠି। ଯଦି ବେଶୀ କଳା ହେଇଛି, ହଁ ହାଲକା ପୁରୁଣା ସ୍କ୍ରବର ଧରିକିରି ଘଷି ଦିଅନ୍ତୁ, ସେ ସଫା ହେଇଯିବ। ଆଉ ପୂଜା ବାସନ ବି ମୁଁ ଜାଣିକିରି 2-4 ଦିନ ହେଲା ଛାଡ଼ି ଦେଇଥିଲି। ମୁଁ ଚାଲ ଟିକେ ମଳି ମଳି ଦେଖାଗଲେ ଜଣା ପଡ଼ିବ ସେଠିରେ ଯେ ହଁ ରିଏଲି କାମ କରୁଛି କି ନାହିଁ। ଆଉ ଦେଖୁন ପ୍ଲେଟ୍ରେ ମୁଁ ପକଉ ନା ତାର କଲର୍ ଚେଞ୍ଜ ହେଇଗଲା, ଦେଖୁନ ପୁରା ସଫା ଲାଗିଲା। ଆଉ ଏଇଟା ବି ମୁଁ ଯାହା ଲେଖା ହେଇଛି, ଯାହା ଯାହା ଜିନିଷ ବ୍ୟବହାର ହେଇଛି ସେଠି ଦେଖିଲି, ମାନେ କେମିକାଲ ନାହିଁ। ସେଟା ବି କହୁଛନ୍ତି ବି କେମିକାଲ ଫ୍ରି। ରିଏଲି ମାନେ ଯାହା ଲେଖା ହେଇଛି ସେଠାରେ ତ କିଛି କେମିକାଲ ନାହିଁ, ନ୍ୟାଚୁରାଲ ଜିନିଷ ହିଁ ସବୁ ଅଛି। ଆଉ ବେସିକରି ମୋର ଏଇ ପିତ୍ତଳ ପରାତଟା ନା, ତାକୁ ସଫା କରିବାକୁ ଟାଇମ୍ ଲାଗେ, କାହିଁକିନା ଡେଲି ବ୍ୟବହାର ହୁଏ। ଅଟା ଚକଟା ହଉ, ଯାହା ଚକଟା ଚକଟି ମୋର ଏଇଟାରେ ବ୍ୟବହାର କରେ, ନହେଲେ କ'ଣ ଶୁଖେଇବି ଯାହା କରିବି ଏଇଟା ବ୍ୟବହାର ହୁଏ। ତାକୁ ସଫା କରିବାକୁ ବଡ଼ କଷ୍ଟ ଲାଗେ, ସେ କଳା ହେଇଯାଏ ବହୁତ ଜଲ୍ଦି। ଦେଖିବେ ପିତ୍ତଳ ବାସନ ବହୁତ ଜଲ୍ଦି କଳା ହେଇଯାଏ। କିନ୍ତୁ ଏଇଟା ଆପଣଙ୍କ ସାମ୍ନାରେ ମୁଁ ଆଜି ପକେଇକିରି ଦେଖିଲି, ମାନେ କେତେ ଡ୍ରପ୍ ପକେଇ ଦେଇକିରି ନା ନର୍ମାଲ ହାତରେ ପ୍ରଥମେ ଡର ଲାଗିଲା। ହଜବେଣ୍ଡ ବି ପାଟି କଲେ ହାତ ମାରନା, କାଳେ କେଉଁ କେମିକାଲ କ'ଣ ରିଆକ୍ସନ୍ ହେବ। କିନ୍ତୁ ନା, କିଛି ନାହିଁ, ଆରାମରେ ହେଇଗଲା। ଖାଲି ହାତରେ ଆପଣ ଘଷି ଦିଅନ୍ତୁ, ତାପରେ ଧୋଇ ଦିଅନ୍ତୁ ବଢ଼ିଆରେ। ପୂଜା ବାସନ ତ ମୁଁ ଧୋଇକିରି ଅଲଗା ରଖିଦେଲି। ଆଉ ଯେଉଁ ପରାତଟା ଆଉ ଯେଉଁ ଢାଳ ଫାଳ ଥିଲା ନା, ୟୁଜ୍ କିଚେନ୍ ୟୁଜ୍ ଜିନିଷ, ତାକୁ ଭଲ କରି ଟିକେ କପଡ଼ାରେ ପୋଛିଦେଲି। ପୋଛିଦେଲେ କ'ଣ ହୁଏ ନା, ମୋତେ ଲାଗେ ଯେ ଶୀଘ୍ର ସେଇଟା କଳା ପଡ଼େନି। ନହେଲେ କ'ଣ ହୁଏ, ପିତାମ୍ବରରେ ମାଜନ୍ତୁ ବଢ଼ିଆ ଚିକଚିକ ହେଇଯିବ, କିନ୍ତୁ ବହୁତ ଜଲ୍ଦି ସେଇଟା କଳା ପଡ଼ିଯାଏ, ମାନେ ସ୍ପଟ୍ ଦାଗ ହେଇଯାଏ। କିନ୍ତୁ ତାକୁ ଯଦି ଶୁଖିଲା କପଡ଼ାରେ ପୋଛିଦେବେ ସେ ଆଉ କଳା ହୁଏନି। ଆଉ ରିଏଲି ଏଇଟା କିଣିଲେ ନା, ମାନେ ପିତ୍ତଳ ତମ୍ବା ବାସନ ମାଜିବାର ଉପରେ ଟେନସନ୍ ଫ୍ରି। ଆଉ ଏଇଟା ହେଲା ହାପି ପ୍ଲାନେଟ୍ର ବ୍ରୋଞ୍ଜ ଆଉ କପର କ୍ଲିନର, ବହୁତ ବଢ଼ିଆ କାମ ଦେଉଛି। ଫଟାଫଟ 5-10 ମିନିଟ୍ ଭିତରେ ଏତିକି ବାସନ ମୁଁ ମାରି ଦେଇଥିଲି। 10 ମିନିଟ୍ ଲାଗିଥିଲା, ବେଶୀ ବି ଲାଗିନି। ବଢ଼ିଆ ଜିନିଷ, ମୋତେ ତ ବହୁତ ପସନ୍ଦ ହେଲା।